ଆମର ସବୁଠାରୁ ଶକ୍ତିଶାଳୀ ପକ୍ଷୀ ହେଉଛି ଇଗଲ, ଯିଏକି ଆମେ ଜାତୀୟ ପକ୍ଷୀ ରୂପେ ଗଣିତ ଏବଂ ତାର ଏତେ ଶକ୍ତି ଯେ ଆମର ଛୋଟ ଛୋଟ ଲୋକଙ୍କୁ ଟେକିକି ନେଇଯାଇପାରେ। କିନ୍ତୁ ସେ 30-40 ବର୍ଷ ହେଲା ପରେ ତାର ନଖ ଗୁଡ଼ାକ ଲମ୍ବା ଲମ୍ବା ହେଇଯାଏ, ତାର ଥଣ୍ଟଟା ମଧ୍ୟ ବଢ଼ିଯାଏ, ତା ଡେଣା ଗୁଡ଼ିକ ସବୁ ପର ଧରିଯାଏ, ସେ ବୁଢ଼ା ହେଇଯାଏ। 30 ବର୍ଷ ନା 10 ବର୍ଷ? 30-40 ବର୍ଷ ପରେ ତା ଅବସ୍ଥା ଆସେ। କିଛି ଲୋକ ମଧ୍ୟ ତାର କିଛି ପଛେ ମରିଯାଆନ୍ତି, ଆଉ କିଛି ଲୋକ କ'ଣ କରନ୍ତି ନା ଉଚ୍ଚ ପାହାଡ଼କୁ ପଳାନ୍ତି। ସେଠାରେ ବସିକିରି ସେ କ'ଣ କରନ୍ତି ତା ନଖକୁ ବାଡ଼େଇ ଖଣ୍ଡିଆ କରିଦିଅନ୍ତି ଏବଂ ଥଣ୍ଟକୁ ବାଡ଼େଇ ସେ କ'ଣ କରନ୍ତି ରକ୍ତାକ୍ତ କରିଦିଅନ୍ତି ଏବଂ ନିଜ ପରକୁ ଓପାଡ଼ି ଦିଅନ୍ତି। ଆସ୍ତେ ଆସ୍ତେ ତା ପରଗୁଡ଼ା ପୁଣି ଉଠି ଆସେ, ନଖ ପୁଣି କଅଁଳି ଆସେ, ସିଏ ପୁଣି ତା ପୂର୍ବ ଅବସ୍ଥା ଫେରି ଆସେ। ସେ ଯେ ଶିକାର କରୁଥିଲା ସେ ଶିକାର କରିବାକୁ ଚାଲି ଆସେ। ଯିଏ ସେ ପରିଶ୍ରମ ନ କରିପାରେ ସେ ମରିଯିବ। ତେଣୁ ଆମର ଯେଉଁ ଶିକ୍ଷକମାନେ ଆଜି ପର୍ଯ୍ୟନ୍ତ ବୟସ ହେଇଗଲୁ ବା ଆମର ଶରୀରରେ ଆମ ଦ୍ୱାରା କିଛି ହେବନି ବା ଆମେ ବୁଢ଼ା ହେଇଗଲୁ, ସେଇଟା ମଧ୍ୟ ଭୁଲ। ଆମେ ଯଦି ଚେଷ୍ଟା କରିବା ନିଜର କରି ପୁଣି ନୂଆ ଜନ୍ମ ପାଇ ପୁଣି ଯୁବକ ସହିତ ଆମେ ତାଳ ଦେଇ ଜାଣିପାରିବା ଯେ କମ୍ପ୍ୟୁଟର ଇଣ୍ଟରନେଟ୍ ବା ଆମେ ଯେଉଁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଆମେ ଟିକେ ଧରୁଛେ, ଆମେ ଚେଷ୍ଟା କଲେ ଏଇ ଯୁବକ ଠାରୁ ଆମେ ଆଗେ ରହିପାରିବା। ବାର୍ତ୍ତା ଆପଣ ଭଲ ଦେବ।